ସମସ୍ତଙ୍କୁ ଜୟଗୁରୁ। ଆଜି ସକାଳୁ ସକାଳୁ ମୁଁ କାମ ସାରିକିରି ଆମେ ପଳେଇ ଆସିଥିଲୁ। ହାଇବ୍ରିଡ଼ କୋବି କଟା ହେବ, ଯେହେତୁ ପୁରା ବଡ଼ ସାଇଜ୍ କୋବି। ଆପଣ ଦେଖୁଥିବେ ଭିଡ଼ିଓଟିରେ, ଦେଖିବେ କେତେ ବଡ଼ ବଡ଼ ସାଇଜ୍ କୋବି ହେଇଛି ଦେଖନ୍ତୁ। ଆଉ ମୋ ସାନ ଭାଇ ସେ ପାରାଦ୍ୱୀପରୁ ସକାଳ 6ଟା ଟ୍ରେନ୍ ମଧ୍ୟ ପଳେଇ ଆସିଥିଲା। ଯେହେତୁ ଆମର ଟିକେ କାମ ଅଧିକା ଥିଲା ବୋଲି ସେ ତାକୁ ଡକେଇଥିଲି। ତାପରେ କୋବି କଟା ସାରିଲା ପରେ ମୁଁ ଗୋଟେ ବଡ଼ କୋବିଟେ ନେଇଛି ଆଜି ରୋଷେଇ କରିବା ପାଇଁ। ଆଉ ରୋଷେଇ ମଧ୍ୟ କରିବି। ଏପଟେ ସାନ ଭାଇ ମୋର ଏଇ ଗଛରୁ ବାଇଗଣ 4-5ଟା ଖଣ୍ଡେ ଛିଣ୍ଡି ଆଣିଛି, କହୁଛି ମୁଁ ପୋଡ଼ିକି ମାନେ ବାଇଗଣ ପୋଡ଼ା ଖାଇବ ବୋଲି। ଆଉ ତାପରେ ଘରକୁ ପଳେଇ ଆସିଲୁ। ଘରକୁ ଆସି ସାରିଲା ପରେ ଆମର ଲୋଡ଼୍ ହେଇଥିଲା ଟ୍ରାକ୍ଟରରେ ଛଣ, ତାକୁ କାଢ଼ିକିରି ରଖିଲୁ। ଆମର ଗଦା ମଡ଼ା ହେବ। ତେଣୁ ମୋ ସାନ ଭାଇକି ସେଥିପାଇଁ ଡକେଇଥିଲି, ମାନେ ସ୍ପେଶାଲ୍ ଏଇଥିପାଇଁ ଡକେଇଥିଲି, ଯେହେତୁ ସେ ଲିଜାପା ଗଦା ମାଡ଼ିବେ, ସେ ପକେଇବ, ଛଣ ପକେଇବ। ଆପଣ ଯେମିତି ଆପଣଙ୍କ ପାଇଁ ଧାନ ରଖୁଛନ୍ତି ବର୍ଷ ସାରା, ସେମିତି ଗାଈ ଗୋରୁ ଯେହେତୁ ଆମେ ପାଳନ କରୁଛୁ, ତାଙ୍କ ପାଇଁ ନଡ଼ା କୁଟା ମଧ୍ୟ ବର୍ଷ ସାରା ରଖିବା ପାଇଁ ଚେଷ୍ଟା କରିବୁ। କାରଣ ସେମାନେ ଖରାଦିନ ଭାରି ହଇରାଣ ହେବେ ଖାଇବା ପାଇଁ। ଏବେ ଯେହେତୁ ଧାନ ଅମଳ ଟାଇମ୍, ତେଣୁ ନଡ଼ା କୁଟା ଆମେ ରଖିଛୁ। ଆପଣମାନେ ଏଇ ଭିଡ଼ିଓ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ।